କଥା ନହେଲେ କ'ଣ ହେଲା, ଦୂରରେ ରହିଲେ କ'ଣ ହେଲା। ଯଦି ସମ୍ପର୍କ ହୃଦୟରୁ ହୋଇଥାଏ ତାହେଲେ ସେ ସମ୍ପର୍କ କେବେ ଭାଙ୍ଗିବନି। ଭୁଲ ଜୀବନର ଗୋଟିଏ ପୃଷ୍ଠା ଅଟେ, କିନ୍ତୁ ସମ୍ପର୍କ ଗୋଟିଏ ବହି ସଦୃଶ ହୋଇଥାଏ। ଯଦି ଦରକାର ପଡ଼େ ତାହେଲେ ଭୁଲ ପୃଷ୍ଠାଟିକୁ ଚିରି ଦିଅନ୍ତୁ, କିନ୍ତୁ ଗୋଟିଏ ପୃଷ୍ଠା ପାଇଁ ପୁରା ବହିଟିକୁ ନିଜ ଜୀବନରୁ ହରାନ୍ତୁ ନାହିଁ। ଜୟ ଶ୍ରୀ। ବେଳେବେଳେ ସମୟ ଆଉ ପରିସ୍ଥିତି ମଣିଷକୁ ଏମିତି ବଦଳେଇ ଦିଏ ଯେ ସବୁବେଳେ ହସୁଥିବା ମଣିଷଟା ସବୁଦିନ ପାଇଁ ଚୁପ୍ ହୋଇଯାଏ। ଜୀବନ ଅଛି ମାନେ ମୃତ୍ୟୁ ତ ସୁନିଶ୍ଚିତ। ଦିନେ ଜୀବନକୁ ମୃତ୍ୟୁ ଡାକି ପଚାରିଲା, ସମସ୍ତେ ତ ତୋତେ ଭଲ ପାଆନ୍ତି, ହେଲେ ମୋତେ ଘୃଣା କରନ୍ତି କାହିଁକି? ଜୀବନ ଟିକେ ହସିକି ସୁନ୍ଦର ଉତ୍ତରଟିଏ ଦେଲା, କାରଣ ମୁଁ ଗୋଟିଏ ସୁନ୍ଦର ମିଥ୍ୟା ଆଉ ତୁ ଏକ ଯନ୍ତ୍ରଣାଦାୟକ ସତ୍ୟ। ଅଭିମାନର ଭାଷାକୁ ଯଦି ସମସ୍ତେ ବୁଝିପାରୁଥାନ୍ତେ ନା, ତାହେଲେ କୌଣସି ସମ୍ପର୍କରେ ବିଚ୍ଛେଦର ରେଖା ଟାଣି ହେଉନଥାନ୍ତା। ତେଣୁ ରାଗ, ରୁଷା, ମାନ, ଅଭିମାନକୁ ଭୁଲି ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତୁ। ଜୟ। ମଣିଷ ସର୍ବଦା ନିଜର କର୍ମ ଅପେକ୍ଷା ନିଜର କାଳ୍ପନିକ ଭାବନାକୁ ଅଧିକ ପସନ୍ଦ କରିଥାଏ, କିନ୍ତୁ କାଳ୍ପନିକ ଭାବନାରେ ବିଭୋର ହୋଇଯିବା ଭଲ ନୁହେଁ, କାହିଁକି ନା ଭାବ ପ୍ରବଣତା ହିଁ ସଦାସର୍ବଦା ବିପଦକୁ ଡାକି ଆଣିଥାଏ। ଯଦି ନିଜକୁ ବଦଳାଇବାକୁ ଚାହୁଁଛନ୍ତି ତେବେ ଏହି 5ଟି କାମ ଛାଡ଼ି ଦିଅନ୍ତୁ। ଦିନସାରା କିଛି କାମ ନ କରି ଫୋନକୁ ସବୁବେଳେ ବ୍ୟବହାର କରିବା। ସବୁଦିନ ସକାଳେ ଡେରିରେ ଉଠିବା ଉଚିତ ନୁହେଁ। ଏବେ ବହୁତ ସମୟ ବାକି ଅଛି ବୋଲି ଘରେ ବସିବା ଆଉ ସବୁବେଳେ ଭାଗ୍ୟ ଉପରେ ନିର୍ଭର କରିବା, ସବୁବେଳେ ଭାଗ୍ୟକୁ ଦୋଷ ଦେବା, ନିଜେ ପରିଶ୍ରମ ନ କରି କହିବା ମୋ ଭାଗ୍ୟ ଖରାପ, ଉପଯୁକ୍ତ ସମୟକୁ ଅପେକ୍ଷା କରି ବସିବା ଯୋଗୁଁ ମଣିଷ ବହୁତ ଶୀଘ୍ର ବର୍ବାଦ ହୋଇଥାଏ। ନାରୀ ପୁରୁଷମାନଙ୍କର ଜାଣିବା କଥା, ପେଟ ପୂରା ନ ଖାଇ କିଛି ଫାଙ୍କା ରଖିବେ। ଖାଦ୍ୟଦ୍ରବ୍ୟ ପରିଷ୍କାର ପାତ୍ରରେ ଘୋଡ଼ାଇ ରଖିବେ। ଖାଇବା ସମୟରେ ପାଣି ପିଇବେ ନାହିଁ। ତରବର ହୋଇ ଖାଇବେ ନାହିଁ। ପରିଷ୍କାର ସ୍ଥାନରେ ଆସନରେ ବସି ଖାଇବେ। ଭୋକ ନହେଲେ ଖାଇବେ ନାହିଁ, ତେଣୁ ଖାଇବେ ନାହିଁ। ଜୟ ଶ୍ରୀ ଜଗନ୍ନାଥ।